ଆଜି ଆମେ ଆଇବ ପୁସ୍ତକର 30 ଓ 31 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣ ଜାଣିଥିବେ ଯେ ଆଇବଙ୍କର ବନ୍ଧୁମାନେ ଆଉ କିଛି କହୁନାହାନ୍ତି, ମାତ୍ର ଆଇବ ବର୍ତ୍ତମାନ ନିଜର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ସୁଯୋଗ ପାଇଛନ୍ତି ଓ ସେ ତାହାଙ୍କର ମନର ଭାବ ପ୍ରକାଶ କରି ଚାଲିଛନ୍ତି ଓ ତାଙ୍କର ବନ୍ଧୁମାନଙ୍କୁ କହି ଚାଲିଛନ୍ତି। ଗତ ପାଠରେ ଆମେ ଦେଖିଥିଲୁ ଆଇବ ଈଶ୍ୱରଙ୍କ ରହସ୍ୟମୟ ସୃଷ୍ଟିର ମଧ୍ୟ ଦେଇ ଜ୍ଞାନ ଓ ବୁଦ୍ଧିକୁ ଉପସ୍ଥାପିତ କରିଥିଲେ, ଯାହାକି ମନୁଷ୍ୟ ନିଜ ଜ୍ଞାନ ଓ ବୁଦ୍ଧିରେ ତହିଁର ରହସ୍ୟ ଓ ସ୍ଥିତିକୁ ବୁଝିବା ଅତି କଷ୍ଟକର, କାରଣ ଏହା ମନୁଷ୍ୟ ବୁଦ୍ଧିର ସୀମାରେଖାର ବାହାରେ। ଦ୍ୱିତୀୟରେ ସେ ଦୁଷ୍ଟମାନଙ୍କର ପ୍ରତିଫଳ ନେଇ ପ୍ରକାଶ କରିଥିଲେ, କିନ୍ତୁ ଏହି 30 ପର୍ବରେ ସେ ତାହାଙ୍କର ବର୍ତ୍ତମାନର ଦୁଃଖ ଓ ଦୟନୀୟ ପରିସ୍ଥିତିକୁ ଉପସ୍ଥାପିତ କରନ୍ତି। 30 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମାତ୍ର ଏବେ ମୋ ଅପେକ୍ଷା ଅଳ୍ପ ବୟସ୍କ ଲୋକମାନେ ମୋତେ ପରିହାସ କରନ୍ତି। ସେମାନଙ୍କ ପିତୃଗଣକୁ ମୁଁ ଆପଣା ପଲରକ୍ଷକ କୁକୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି। ଆଇବ କହିବାକୁ ଚାହାନ୍ତି, ମୁଁ ତୁମମାନଙ୍କୁ କହିଅଛି ଏହା କିପରି ହେବା ଆବଶ୍ୟକ। ମାତ୍ର ବର୍ତ୍ତମାନ ଏହି ଯୁବାମାନେ ମୋ ଚତୁଃପାର୍ଶ୍ୱରେ ଘେରି ଯାଇ ମୋତେ ପରିହାସ କରନ୍ତି। ସେମାନେ ମୋ ଉପରେ ପଥର ପକାନ୍ତି। ସେମାନେ ମୋତେ କୌଣସି ପ୍ରକାରେ ସାହାଯ୍ୟ କରିପାରିଲେ ନାହିଁ। ସେମାନେ ମୋ ପ୍ରତି କୌଣସି ବ୍ୟବହାର ଯୋଗ୍ୟ ନୁହନ୍ତି। ଏପରିକି ମୁଁ ସେମାନଙ୍କ ପିତୃଗଣକୁ ଆପଣା ପଲରକ୍ଷକ କୁକୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି। ଏହାପରେ 30 ପର୍ବର 2 ପଦରୁ 8 ପଦ ମଧ୍ୟରେ ସେ ସେହି ପରିହାସକାରୀମାନଙ୍କୁ ପରିହାସ କରି କଥା କୁହନ୍ତି, ଯେଉଁମାନେ ତାଙ୍କର କୌଣସି ଉପକାରରେ ଆସିପାରିନଥିଲେ, ଅର୍ଥାତ୍ ତାଙ୍କର ବନ୍ଧୁମାନେ ତାହାଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରିନଥିଲେ। 30 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ମାତ୍ର ଏବେ ମୁଁ ସେମାନଙ୍କର ଗୀତ ସ୍ୱରୂପ ହୋଇଅଛି। ହଁ, ମୁଁ ସେମାନଙ୍କର ଗଳ୍ପ ସ୍ୱରୂପ ହୋଇଅଛି। ସେମାନେ ମୋତେ ଘୃଣା କରନ୍ତି। ସେମାନେ ମୋଠାରୁ ଦୂରରେ ଠିଆ ହୁଅନ୍ତି ଓ ମୋ ମୁଖରେ ଛେପ ପକାଇବାକୁ ଡରନ୍ତି ନାହିଁ। ଦେଖନ୍ତୁ, ସେମାନେ ଆଇବଙ୍କ ବିଷୟ ନେଇ ଅନେକ ପ୍ରକାର ଗୁଜବ ଉଠାଇଲେ। ତାହାଙ୍କ ବିଷୟ ନେଇ ସେମାନେ ଅନେକ କିଛି ଚର୍ଚ୍ଚା କଲେ। ସେମାନେ ତାହାଙ୍କୁ ଗୀତ ମାଧ୍ୟମରେ ପରିହାସ କଲେ। ସେମାନେ ତାହାଙ୍କ ଉପରକୁ ଛେପ ପକାଇବା ନିମନ୍ତେ ମଧ୍ୟ ପଛଘୁଞ୍ଚା ଦେଲେ ନାହିଁ। ଅନୁମାନ କରିପାରୁଛନ୍ତି ଆଇବଙ୍କୁ ସେତେବେଳେ କିପରି ଲାଗିଥିବ? ଯେଉଁ ଆଇବଙ୍କୁ ଲୋକେ ଏତେ ସମ୍ମାନ ଦେଉଥିଲେ, ଯାହାଙ୍କର ଉପଦେଶକୁ ମାନି ଚଳୁଥିଲେ ଓ ଯାହାଙ୍କୁ ସମ୍ଭ୍ରାନ୍ତ ତଥା କୁଳୀନମାନେ ମାନ୍ୟ କରୁଥିଲେ, ଏପରି ଏକ ବ୍ୟକ୍ତି ତାହାଙ୍କର ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟାରେ ଦୋଷୀକୃତ ତଥା ଅପମାନିତ ହେଉଛନ୍ତି ଓ ସେମାନେ ତାହାଙ୍କୁ ପରିହାସ କରୁଅଛନ୍ତି। ବାସ୍ତବରେ ଏହା ଅତି ଦୁଃଖର ବିଷୟ ଥିଲା। ଆପଣ ଦେଖନ୍ତୁ, ଯଦି ଜଣେ ବ୍ୟକ୍ତି ସମାଜ ମଧ୍ୟରେ ସେତେଦୂର ପ୍ରତିଷ୍ଠିତ ନୁହେଁ ଓ ଲୋକମାନେ ତାହାକୁ ଜାଣିନାହାନ୍ତି, ତାହେଲେ ତାହା ପ୍ରତି ଯଦି ଏପରି ଘଟେ, ତାହେଲେ ତାହାକୁ ସେତେଦୂର ଖରାପ ଲାଗିବ ନାହିଁ ବା ଦୁଃଖ ଲାଗିବ ନାହିଁ। ମାତ୍ର ଆୟୁବଙ୍କ ପରି ବ୍ୟକ୍ତିର ଜୀବନରେ ଯଦି ସେପରି ଘଟେ, ତାହେଲେ ତାହା ସମସ୍ତେ ଜାଣିବେ ଓ ତାହା ସହ୍ୟ କରିବା ମଧ୍ୟ ବଡ଼ କଷ୍ଟକର। ଏହା ଆୟୁବଙ୍କ ପ୍ରତି ଘୋର ଅପମାନଜନକ। ତେବେ ମୁଁ ଆପଣଙ୍କ ବିଷୟରେ କିଛି ଜାଣେ ନା, ମାତ୍ର ମୁଁ ଆୟୁବଙ୍କର ଏପରି କଥା ସବୁ ଶୁଣି ବଡ଼ କ୍ଳାନ୍ତ ଅନୁଭବ କରୁଅଛି। କାରଣ ପ୍ରଥମେ ସେ ନିଜକୁ ଜଣେ ଅନାଦାୟ ପୁରୁଷ ଭାବେ ଉପସ୍ଥାପିତ କରି ତାହାଙ୍କ ନିଜ ବିଷୟ ନେଇ ଗର୍ବ ଅନୁଭବ କରୁଥିଲେ। ଆଉ ବର୍ତ୍ତମାନ ସେ କହନ୍ତି, ଦେଖ, ମୁଁ ଜଣେ ଏତେ ବଡ଼ ମହାନ ବ୍ୟକ୍ତି ଥିଲି, ମାତ୍ର ବର୍ତ୍ତମାନ ମୋର ଅବସ୍ଥା କିପରି? ପ୍ରିୟ ବନ୍ଧୁ, ଏଥିନିମନ୍ତେ କିଏ ଦୋଷୀ? ଈଶ୍ୱର କାହିଁକି ଦୋଷୀକୃତ ହେବେ? ଆଜି ମଧ୍ୟ ସେହିପରି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଅଛନ୍ତି, ଯେଉଁମାନେ ସେମାନଙ୍କର ସମସ୍ତ ସମସ୍ୟା ନିମନ୍ତେ ଈଶ୍ୱରଙ୍କୁ ଦାୟୀ କରନ୍ତି। ସେମାନେ କହନ୍ତି, ମୁଁ ଈଶ୍ୱରଙ୍କ ନିମନ୍ତେ ଅନେକ କିଛି କାର୍ଯ୍ୟ କରିଛି, ମୁଁ ଲୋକମାନଙ୍କୁ ଅନେକ ସାହାଯ୍ୟ କରିଛି, ମୁଁ ପ୍ରଭୁଙ୍କ ବିଷୟରେ ବଡ଼ ଉଦ୍ଯୋଗୀ, ମାତ୍ର ପ୍ରଭୁ ମୋ ପ୍ରତି ଏହିପରି ଦୁଃଖ ଘଟାଇଛନ୍ତି। କିନ୍ତୁ ସେ ଯାହା ହେଉନା କାହିଁକି, ତାହା ସବୁ ଘଟିଅଛି ଯେହେତୁ ଈଶ୍ୱର ହେଉଛନ୍ତି ଉତ୍ତମ। ସେ ତାହାଙ୍କର ବିଶ୍ୱାସୀମାନଙ୍କ ନିମନ୍ତେ ଉତ୍ତମ ବିଷୟ ହିଁ ସାଧନ କରିଥାନ୍ତି ଓ ବିଶ୍ୱାସୀର ମଙ୍ଗଳ ନିମନ୍ତେ ସମସ୍ତ କିଛି
ବା ଅମଙ୍ଗଳର ନିମନ୍ତେ ଦୁଃଖ କ୍ଲେଶ ମଧ୍ୟ ଦେଇ ଗତି କରେ ନାହିଁ, ମାତ୍ର ମଙ୍ଗଳର ନିମନ୍ତେ। ଶେଷରେ ଆୟୁବ ଏହିପରି କହନ୍ତି। ଦେଖନ୍ତୁ 30 ପର୍ବର 31 ପଦରେ ଏହିପରି ଲେଖା ଅଛି। ତେଣୁ ମୋହର ବୀଣା ଶୋକରେ ଓ ମୋହର ବଂଶୀ କ୍ରନ୍ଦନକାରୀମାନଙ୍କ ସ୍ୱରରେ ପରିଣତ ହୋଇଅଛି। ଏହି ଅଂଶରେ ଆୟୁବ ତାହାଙ୍କର ଅନ୍ତରର ଗଭୀର ଦୁଃଖକୁ ପ୍ରକାଶ କରିଅଛନ୍ତି। ତାଙ୍କର କାନ୍ଦିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ତାଙ୍କର ଶୋକ କରିବା ବ୍ୟତୀତ ଅନ୍ୟ କିଛି ନାହିଁ। ତାହା ହିଁ ତାହାଙ୍କର ବର୍ତ୍ତମାନର ପରିସ୍ଥିତି। ସେ ଦୟା ପାଇବାକୁ ଚାହାନ୍ତି। ପ୍ରକୃତରେ ଏହି ପ୍ରକାର ପରିସ୍ଥିତିରେ ତାହାଙ୍କ ପ୍ରତି ଦୟା ଦେଖାଇବା ଉଚିତ। କିନ୍ତୁ ସେ ଯାହୁନା କାହିଁକି, ତଥାପି ଆପଣ ଲକ୍ଷ୍ୟ କରିବେ ତାହାଙ୍କ ଜୀବନରେ ନମ୍ରତା ପରିଲକ୍ଷିତ ହୁଏ ନାହିଁ। ସେ ନିଜର ଅହମିକାକୁ ଛାଡ଼ି ପାରୁନାହାନ୍ତି। ସେ ଈଶ୍ୱରଙ୍କୁ ଧାର୍ମିକ ବୋଲି ବିଚାର କରିବା ପରିବର୍ତ୍ତେ ନିଜକୁ ଧାର୍ମିକ ବୋଲି ବିଚାର କରନ୍ତି। ପ୍ରକୃତରେ ସେ ଈଶ୍ୱରଙ୍କୁ ଦୋଷ ଦିଅନ୍ତି। ଆୟୁବଙ୍କ ଜୀବନର ସମସ୍ୟା କ'ଣ ଥିଲା? ସମସ୍ୟା ଥିଲା ଗର୍ବ। ଏହି ଗର୍ବ ଶୟତାନକୁ ପତିତ କରାଇଲା। ଏହା ସେହି ଏଦନ ଉଦ୍ୟାନର ପାପ ଥିଲା। ଏହା ଏକ କର୍କଟ ବ୍ୟାଧି ପରି, ଯାହାକି ମନୁଷ୍ୟର ହୃଦୟକୁ ନଷ୍ଟ କରିଦିଏ। ସେହି ଗର୍ବ ଆଜି ଆମ ପ୍ରତ୍ୟେକଙ୍କ ଜୀବନରେ ଦେଖାଯାଏ। ଏହା ଆଜି ଆମ ପ୍ରତ୍ୟେକଙ୍କର ଜୀବନରେ ପତନ ଘଟାଏ। କିନ୍ତୁ ଆଜି ଆମେ କ'ଣ ଏଥିପ୍ରତି ସତର୍କ ଅଛୁ କି? ପବିତ୍ର ବାଇବଲ କହେ, ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ ଓ ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଆସନ୍ତୁ ବର୍ତ୍ତମାନ ଆମେ 31 ପର୍ବ ମଧ୍ୟକୁ ଯିବା। ଏହି 31 ପର୍ବରେ ମଧ୍ୟ ଆମେ ଆୟୁବଙ୍କର ଆତ୍ମପକ୍ଷ ସମର୍ଥନର ବିଷୟକୁ ଲକ୍ଷ୍ୟ କରିବା ନିମନ୍ତେ ଯିବା। ପ୍ରକୃତରେ ଆୟୁବ ନିଜକୁ ଧାର୍ମିକ ବୋଲି ବିବେଚନା କରିବା ଦ୍ୱାରା ଈଶ୍ୱରଙ୍କୁ ଅଧାର୍ମିକ ବୋଲି ପରୋକ୍ଷରେ ସ୍ୱୀକାର କରନ୍ତି। ସେ କହିବାକୁ ଚାହାନ୍ତି ଈଶ୍ୱର ତାହାଙ୍କୁ ଶାସ୍ତି ଦେବା ଦ୍ୱାରା ଭୁଲ କରିଅଛନ୍ତି। ମାତ୍ର ବାସ୍ତବରେ ଏହା ଆୟୁବଙ୍କର ମୂର୍ଖତା ସ୍ୱରୂପ ଥିଲା। ଯେଉଁ ମୁହୂର୍ତ୍ତରେ ଆପଣ ନିଜକୁ ଧାର୍ମିକ ବୋଲି ବିଚାର କରନ୍ତି, ସେହି ମୁହୂର୍ତ୍ତରେ ଈଶ୍ୱର ତାହାଙ୍କର ଅଙ୍ଗୁଳି ଆପଣଙ୍କ ପ୍ରତି ଦେଖାଇ ଆପଣଙ୍କୁ କହନ୍ତି, ଆପଣ ପ୍ରକୃତରେ କିଏ? ବାସ୍ତବ ଜ୍ଞାନ ଓ ବାସ୍ତବ ସ୍ଥିତି ହେଉଛି ନିଜକୁ ପୂରାପୂରି ଅସ୍ୱୀକାର କରି ଈଶ୍ୱରଙ୍କ ହସ୍ତରେ ନିଜକୁ ସମର୍ପି ଦେବା। ଯେତେବେଳେ ଆପଣ ତାହା କରନ୍ତି, ଈଶ୍ୱର ଆମମାନଙ୍କର ଧାର୍ମିକ ରୂପେ ବିବେଚିତ ହୁଅନ୍ତି। ମାତ୍ର ଯେଉଁମାନେ ଆତ୍ମଧାର୍ମିକତାରେ ଅନ୍ଧ ହୁଅନ୍ତି, ସେମାନଙ୍କ ପ୍ରତି ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ମାତ୍ର ଯେଉଁମାନେ ନିଜର ଦୁର୍ବଳତାକୁ ସ୍ୱୀକାର କରନ୍ତି, ସେମାନଙ୍କ ପ୍ରତି ଈଶ୍ୱରଙ୍କର ଅନୁଗ୍ରହ ବର୍ତ୍ତେ। ଆମମାନଙ୍କର ଜୀବନରେ ଏହି ବିଷୟକୁ ସ୍ମରଣ ରଖିବା ନିତାନ୍ତ ଗୁରୁତ୍ୱପୂର୍ଣ୍ଣ। ଆୟୁବ ପୁସ୍ତକ ଆମମାନଙ୍କୁ ଶିକ୍ଷା ଦିଏ ଯେ ଯେତେବେଳେ ଆମେ ଈଶ୍ୱରଙ୍କ ନିକଟକୁ ଆସୁ, ସେତେବେଳେ ଆମେ ନିଜକୁ ନମ୍ର କରି ଆସିବା ଉଚିତ ଓ ନିଜକୁ ଧାର୍ମିକ ବୋଲି ବିଚାର କରିବା ଉଚିତ ନୁହେଁ। କାରଣ ଆମେ ତାହାଙ୍କ ନିକଟରେ କେବେ ହେଲେ ନିଜର ଧର୍ମକର୍ମ ନେଇ ଧାର୍ମିକ ବୋଲି ବିବେଚିତ ହୋଇପାରିବା ନାହିଁ, କାରଣ ଆମେ ଦୁର୍ବଳ ମନୁଷ୍ୟ। ତେଣୁକରି ଭଗ୍ନ ତଥା ନିମ୍ନ ସ୍ଥାନକୁ ଗ୍ରହଣ କରିବା ଆମମାନଙ୍କ ନିମନ୍ତେ ଜ୍ଞାନର ବିଷୟ। ତାହେଲେ ଈଶ୍ୱର ଆମମାନଙ୍କ ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ ଓ ଉଚ୍ଚୀକୃତ ହୋଇପାରିବେ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ନିଜର ମୁହଁକୁ ସ୍ଥାନ ଦେଉ, ସେତେବେଳେ ଆମେ ଈଶ୍ୱରଙ୍କୁ ନିମ୍ନତମ ସ୍ଥାନରେ ରଖୁ ଓ ଈଶ୍ୱର ଆମମାନଙ୍କ ଜୀବନ ଦ୍ୱାରା ଗୌରବ ପ୍ରାପ୍ତ ହୋଇପାରନ୍ତି ନାହିଁ। ଏହା ହିଁ ହେଉଛି ମନୁଷ୍ୟର ପତନର କାରଣ। ଗୀତ 34 ପର୍ବର 18 ପଦରେ ଭକ୍ତ ଏହିପରି ପ୍ରକାଶ କରନ୍ତି, ସଦାପ୍ରଭୁ ଭଗ୍ନାନ୍ତକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି। ଆପଣ ଦେଖନ୍ତୁ, ପ୍ରକୃତ ମନ ପରିବର୍ତ୍ତନ ଘଟେ ସେହି ସ୍ଥିତିକୁ ଗ୍ରହଣ କରିବା ପରେ। କିନ୍ତୁ ଏହା ସମ୍ଭବତଃ ଆୟୁବଙ୍କ ଜୀବନରେ ଘଟିନଥିଲା। ତେଣୁକରି ଈଶ୍ୱର ତାହାଙ୍କୁ ଏହିପରି ଅନୁଭୂତି ମଧ୍ୟ ଦେଇ ନମ୍ର କରାଇବା ପାଇଁ ଚାହିଁଥିଲେ। କିନ୍ତୁ ଏହି 31 ପର୍ବରେ ଆପଣ ଲକ୍ଷ୍ୟ କରିବେ, ତଥାପି ଆୟୁବ ନିଜକୁ ନମ୍ର ନ କରି ନିଜକୁ ଅତି ଧାର୍ମିକ ତଥା ଉତ୍ତମ ବ୍ୟକ୍ତି ଭାବେ ଉପସ୍ଥାପିତ କରନ୍ତି। 31 ପର୍ବର ପ୍ରଥମ ପଦରେ ଲେଖା ଅଛି, ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି, ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି?
ଆଇବ ଏଠାରେ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଚାହାନ୍ତି ଯେ ସେ ଏକ ସୂଚୀ ଜୀବନଯାପନ କରିଥିଲେ। ସେ କୌଣସି ଯୁବତୀ ପ୍ରତି କାମ ଭାବରେ ଦୃଷ୍ଟି କରିନଥିଲେ କି ସେ କୌଣସି ଯୌନଗତ ପାପରେ ପତିତ ହୋଇନଥିଲେ। 31 ପର୍ବର 2 ଓ 3 ପଦରେ ଲେଖା ଅଛି, କାରଣ ଉର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ଠାରୁ ପ୍ରାପ୍ତ ଅଂଶ କ'ଣ? ଉପରିସ୍ଥ ସର୍ବଶକ୍ତିମାନଙ୍କ ଠାରୁ ପ୍ରାପ୍ତ ଅଧିକାର କ'ଣ? ତାହା କି ଅଧାର୍ମିକମାନଙ୍କ ପ୍ରତି ବିପଦ ଓ ଅଧର୍ମାଚାରୀମାନଙ୍କ ପ୍ରତି ଦୁର୍ଗତି ନୁହେଁ? ସେ ତଥାପି ଅନ୍ୟମାନଙ୍କ ପ୍ରତି ଅଙ୍ଗୁଳି ଦେଖାନ୍ତି ଯେଉଁମାନେ କି ଏହି ପ୍ରକାର ପାପ କରନ୍ତି ଓ ସେ କହନ୍ତି ସେମାନେ ବିଚାରର ଯୋଗ୍ୟ। କିନ୍ତୁ ସେ ନିଜକୁ ଦେଖିପାରୁନାହାନ୍ତି ଯେ ସେ ଯେତେବେଳେ ଏତେ ଚମତ୍କାର ବ୍ୟକ୍ତି, ସେ କାହିଁକି ଏତେ ଭୟାନକ ଭାବେ ବିଚାରିତ ହେବା ଉଚିତ? 4 ପଦରୁ 6 ପଦରେ ଲେଖା ଅଛି, ସେ କି ମୋହର ମାର୍ଗ ସବୁ ଦେଖନ୍ତି ନାହିଁ ଓ ମୋର ପାଦଗତି ଗଣନ୍ତି ନାହିଁ? ଯେବେ ମୁଁ ଅସାରତାରେ ଗତାୟତ କରିଥାଏ ଓ ମୋର ପାଦ ପ୍ରବଞ୍ଚନା ପଥରେ ବ୍ୟଗ୍ର ହୋଇଥାଏ, ତେବେ ମୁଁ ଧର୍ମ ନୀତିରେ ତୋଲାଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣିପାରିବେ। ଦେଖନ୍ତୁ, ସେ ନିଜର ସାଧୁତାର ବିଷୟ ନେଇ ଗର୍ବ କରୁଅଛନ୍ତି। ତେବେ ସେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଉପସ୍ଥିତ ହେବାକୁ ଯାଉଅଛନ୍ତି ଓ ସେ ନିଜକୁ ପ୍ରକୃତରେ ଦେଖିବାକୁ ଯାଉଅଛନ୍ତି। ତାପରେ ସେ ନିଜର ଜୀବନରେ ସେତେଦୂର ସାଧୁତା ଦେଖିବାକୁ ପାରିବେ ନାହିଁ, ଯାହାକି ଆମେ ପରେ ଲକ୍ଷ୍ୟ କରିବାକୁ ଯିବା। 31 ପର୍ବର 7 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେବେ ମୋହର ପାଦ ବିପଥରେ ଯାଇଥାଏ ଓ ମୋର ଅନ୍ତଃକରଣ ମୋ ଚକ୍ଷୁ ଅନୁସାରେ ଚାଲିଥାଏ ଓ ଯେବେ ମୋ ହସ୍ତରେ କୌଣସି କଳଙ୍କ ଲାଗିଥାଏ, ତେବେ ମୁଁ ବୁଣେ ଓ ଅନ୍ୟ ଭୋଗ କରୁ, ମୋ କ୍ଷେତ୍ରର ଶସ୍ୟ ମୂଳୋତ୍ପାଟିତ ହେଉ। ଯେବେ ମୋର ହୃଦୟ କୌଣସି ସ୍ତ୍ରୀ ପ୍ରତି ଲୁବ୍ଧ ହୋଇଥାଏ ଓ ମୁଁ ଆପଣା ପ୍ରତିବାସୀର ଦ୍ୱାର ନିକଟରେ ଲୁଚି ବସିଥାଏ, ତେବେ ମୋ ଭାର୍ଯ୍ୟା ଅନ୍ୟର ଚକି ପେଶୁ ଓ ଅନ୍ୟମାନେ ତାହାକୁ ଭୋଗ କରନ୍ତୁ, କାରଣ ତାହା ଗୁରୁତର ଦୋଷ ଆଉ ତାହା ବିଚାର କର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ। ସେ କହନ୍ତି ଯେ ଯଦି ସେ ଅବିଶ୍ୱସ୍ତ ହୋଇଛନ୍ତି ଓ ଅସତ୍ୟ ଆଚରଣ କରିଅଛନ୍ତି, ତାହେଲେ ତାହାଙ୍କର ସ୍ତ୍ରୀ ତାହାଙ୍କଠାରୁ ନିଆଯାଉ ଓ ଅନ୍ୟମାନଙ୍କ ଦ୍ୱାରା ଭୋଗ କରାଯାଉ। ପ୍ରକୃତରେ ଅନ୍ୟମାନେ ଯେପରି ପାପରେ ଜୀବନ ବିତାନ୍ତି, ସେ ସେପରି ପାପରେ ଜୀବନ ଅତିବାହିତ କରିନଥିଲେ। ଆଉ ମୁଁ ବିଶ୍ୱାସ କରେ ଆଇବ ଯେଉଁ ସବୁ ବିଷୟ ଏଠାରେ ପ୍ରକାଶ କରନ୍ତି ତାହା ବାସ୍ତବରେ ସତ୍ୟ। ସେ ପ୍ରକୃତରେ ଜଣେ ଉତ୍ତମ ବ୍ୟକ୍ତି ଥିଲେ, ଏଥିରେ ସନ୍ଦେହ ନାହିଁ। ମାତ୍ର ତାହାଙ୍କର ଏକ କଳଙ୍କ ରହିଥିଲା, ଆଉ ତାହା ଥିଲା ତାହାଙ୍କର ଗର୍ବ। ତାହାଙ୍କର ବନ୍ଧୁମାନେ ତାହାଙ୍କୁ ନିଜର ଧାର୍ମିକତାକୁ ସମର୍ଥନ କରାଇବା ନିମନ୍ତେ ବାଧ୍ୟ କରାଇଲେ ଓ ସେ ତହିଁରୁ ବର୍ତ୍ତି ପାରିଲେ ନାହିଁ। ସେ ତାହାଙ୍କର ଉତ୍ତମତା ନେଇ ଗର୍ବ କଲେ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଅନେକଙ୍କ ଜୀବନରେ ଏହି ଗର୍ବ ବା ଆତ୍ମଧାର୍ମିକତାର ମନୋଭାବ ପରିଲକ୍ଷିତ ହୁଏ, ଯଦ୍ୱାରା ମନୁଷ୍ୟ ଆତ୍ମିକ ଜୀବନରେ ପତିତ ହୁଏ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ଆପଣ ଉଦ୍ଧାରପ୍ରାପ୍ତ। ମାତ୍ର ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ଆପଣଙ୍କର ଜୀବନ ଈଶ୍ୱରଙ୍କର ମନୋରମତ ଜୀବନ ବା ଈଶ୍ୱର ଯେଉଁପରି ଭାବେ ଆପଣଙ୍କ ଠାରୁ ଆଶା କରନ୍ତି ଆପଣ ସେପରି ଭାବେ ଜୀବନଯାପନ କରିପାରିବେ ନାହିଁ, କି ମୁଁ ମଧ୍ୟ ସେହିପରି ଜୀବନଯାପନ କରିପାରିବି ନାହିଁ। ମାତ୍ର ସେହି ଖ୍ରୀଷ୍ଟଙ୍କ ହେତୁ ଓ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରିବା ଦ୍ୱାରା ଆମେ ତାହାଙ୍କ ମାଧ୍ୟମରେ ପିତା ଈଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗୃହୀତ ହୋଇପାରିବା ବା ଧାର୍ମିକ ବୋଲି ବିବେଚିତ ହୋଇପାରିବା। 31 ପର୍ବର 13 ପଦରୁ 14 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୋ ଦାସ କି ଦାସୀ ମୋ ସଙ୍ଗେ ବିରୋଧ କଲେ, ଯେବେ ମୁଁ ସେମାନଙ୍କର ଗୁହାରି ତୁଚ୍ଛ କରିଥାଏ, ତେବେ ପରମେଶ୍ୱର ଉଠିଲେ ମୁଁ କ'ଣ କରିବି? ଓ ସେ ତତ୍ତ୍ୱ କଲେ ମୁଁ ତାହାଙ୍କୁ କି ଉତ୍ତର ଦେବି? ଆଇବ ଜଣେ ନିଯୋଗକର୍ତ୍ତା ଥିଲେ, ଯେ କି ତାହାଙ୍କର କାର୍ଯ୍ୟକାରୀମାନଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ କରିଥିଲେ ଓ ସେମାନଙ୍କ ପ୍ରତି ଅତି ଉତ୍ତମ ଥିଲେ। ସେ ସେମାନଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିନଥିଲେ। ସେମାନଙ୍କର ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମଧ୍ୟ ପ୍ରଦାନ କରିଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆଇବ କହିବାକୁ ଚାହାନ୍ତି ଯେ ସେ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଥିଲେ।
ଏହାପରେ 31 ପର୍ବର 16 ପଦରୁ 22 ପଦରେ ଆମେ ଦେଖିବାକୁ ପାରୁ ଯେ ସେ ଗରିବମାନଙ୍କୁ ସାହାଯ୍ୟ କରୁଥିଲେ। ସେ ମଧ୍ୟ ଅନ୍ୟମାନଙ୍କର ବହୁ ପୂର୍ବରୁ ଦାରିଦ୍ର୍ୟ ଦୂରୀକରଣର ଯୋଜନା ପ୍ରସ୍ତୁତ କରିଥିଲେ। ସେ ଅନାଥ ପିଲାମାନଙ୍କର ଯତ୍ନ ନେଉଥିଲେ। ସେଠାରେ ସେହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟକୁ ପୁନରାବୃତ୍ତି କରି ନିଜ ବିଷୟରେ ଗର୍ବ ଅନୁଭବ କରନ୍ତି। ଆଉ ମୁଁ ବିଶ୍ୱାସ କରେ ଯେ ସେ ପ୍ରକୃତରେ ସେହିସବୁ ସାଧନ କରିଥିଲେ, ମାତ୍ର ସେ ସେହିସବୁ ବିଷୟ ନିମନ୍ତେ ନିଜକୁ ଅତି ଗର୍ବ ଅନୁଭବ କରୁଥିଲେ। ତାହା ହିଁ ଥିଲା ତାହାଙ୍କ ସମସ୍ୟାର କାରଣ। ସେ ବାରମ୍ବାର ପରୋକ୍ଷ ଭାବରେ ସେହି ବିଷୟକୁ ଦୋହରାଉଥିଲେ ଯେ ମୁଁ ଅତି ଉତ୍ତମ, ମାତ୍ର ଈଶ୍ୱର ମୋ ପ୍ରତି ଏପରି ଘଟାଇବା ଦ୍ୱାରା ଅନ୍ୟାୟ କରିଅଛନ୍ତି ଓ ସେ ଭୁଲ କରିଅଛନ୍ତି। ମୋର ପ୍ରିୟ ବନ୍ଧୁ, ଆମେ ଏପରି ସ୍ଥାନରେ ନିଜକୁ ରଖିବା ଉଚିତ ଯେଉଁଠାରେ କି ଆମେ ତାହାଙ୍କର ନାମକୁ ଅନ୍ୟ ସମସ୍ତ ବିଷୟଠାରୁ ପ୍ରଶଂସିତ ତଥା ଉଚ୍ଚୀକୃତ କରିପାରିବା ଓ ନିଜକୁ ତାହାଙ୍କ ନିକଟରେ ଅତି ନଗଣ୍ୟ ଓ ଧୂଳିମାତ୍ର ବୋଲି ଦେଖିପାରିବା। 29ରୁ 30 ପଦ ମଧ୍ୟରେ ଏହିପରି ଲେଖା ଅଛି, ମୋ ଘୃଣାକାରୀର ବିନାଶରେ ଯେବେ ମୁଁ ଆନନ୍ଦ କରିଥାଏ ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ, ମାତ୍ର ମୁଁ ଅଭିଶାପ ଦେଇ ତାହାର ଜୀବନ ମାଗିବା ନିମନ୍ତେ ପାପ କରିବାକୁ ଆପଣା ମୁଖ ଦେଇନାହିଁ। ଆଇବ କହନ୍ତି, ଯେତେବେଳେ ତାହାଙ୍କର ଶତ୍ରୁ ଝୁଣ୍ଟି ପତିତ ହୋଇ ସମସ୍ୟାର ସମ୍ମୁଖୀନ ହୋଇଥାଏ, ସେତେବେଳେ ସେ ଆନନ୍ଦ କରନ୍ତି ନାହିଁ କି ତାହାଙ୍କୁ ଶାପ ଦିଅନ୍ତି ନାହିଁ। ଏହାପରେ 31 ପର୍ବର 33ରୁ 36 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେବେ ମୁଁ ଆପଣା ବକ୍ଷସ୍ଥଳରେ ନିଜ ଅଧର୍ମ ଗୁପ୍ତ କରିବା ଦ୍ୱାରା ଆଦମ ପରି ଆପଣା ଅପରାଧ ଢାଙ୍କିଥାଏ, ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯେବେ ମୁଁ ନୀରବ ହୋଇ ଦ୍ୱାର ବାହାରକୁ ଯାଇନଥାଏ, ଆହା, କେହି ଯେବେ ମୋ କଥା ଶୁଣିବାକୁ ଥାନ୍ତା। ଏହି ଦେଖ ମୋର ସ୍ୱାକ୍ଷର, ସର୍ବଶକ୍ତିମାନ ମୋତେ ଉତ୍ତର ଦିଅନ୍ତୁ ଓ ମୋ ପ୍ରତିବାଦୀ ମୋହର ଯେଉଁ ଦୋଷପତ୍ର ଲେଖିଅଛି ତାହା ଯେବେ ମୁଁ ପାଆନ୍ତି, ତେବେ ନିଶ୍ଚୟ ମୁଁ ଆପଣା ସ୍କନ୍ଧରେ ତାହା ବହନ୍ତି ଓ ମୁକୁଟ ପରି ତାହା ବାନ୍ଧନ୍ତି। ସେ କହନ୍ତି ଯେ ସେ କୌଣସି ବିଷୟ ଗୁପ୍ତରେ କରିନାହାନ୍ତି, ତାଙ୍କର କୌଣସି ଗୁପ୍ତ ପାପ ନାହିଁ। ସେ ଚାହାନ୍ତି ଯେ ତାହାଙ୍କର ଶତ୍ରୁମାନେ ତାହାଙ୍କ ବିଷୟରେ ଯାହା ଭାବନ୍ତି ତାହା ଯେପରି ସେମାନେ ଲେଖନ୍ତି ଓ ସେ ତାହାକୁ ଖୁସିରେ ତାହାଙ୍କ ଗଳାରେ ହାର ସ୍ୱରୂପେ କିମ୍ବା ମସ୍ତକରେ ମୁକୁଟ ସ୍ୱରୂପେ ପରିଧାନ କରିବାକୁ ଚାହାନ୍ତି, ଯେପରି ପ୍ରତ୍ୟେକେ ତାହା ଦେଖିବାକୁ ପାରିବେ। ସେ ପଥ ମଧ୍ୟରେ ଯାତାୟାତ କରି କହିବେ, ଦେଖ, ଏହା ହିଁ ମୋର ଶତ୍ରୁମାନେ ମୋ ବିଷୟରେ ସାକ୍ଷ୍ୟ ଦିଅନ୍ତି ଓ ଏହି ସମସ୍ତ ମୋର ପ୍ରଶଂସା ନିମନ୍ତେ। ଦେଖନ୍ତୁ, ଆଇବ ଏଠାରେ କିପରି ନିଜ ବିଷୟରେ ଗର୍ବ କରୁଅଛନ୍ତି। ଅର୍ଥାତ୍ ସେ କହିବାକୁ ଚାହାନ୍ତି ଯେ ସେ ତାହାଙ୍କର ଶତ୍ରୁମାନଙ୍କୁ ସେପରି କହିବା ନିମନ୍ତେ ସୁଯୋଗ ଦେଇନାହାନ୍ତି। ସେ ତାଙ୍କର ଜୀବନ ବିଷୟ ନେଇ ଅନେକ ବିଷୟ ଆଲୋଚନା କରିଅଛନ୍ତି, ମାତ୍ର ସେ ତାଙ୍କର ଗର୍ବ ନିମନ୍ତେ ଦୋଷ ସ୍ୱୀକାର କରିନାହାନ୍ତି। ହଁ, ଆଇବ ଆପଣାର ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ବିଚାର କରୁଥିଲେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ନୁହନ୍ତି। ପ୍ରିୟ ବନ୍ଧୁ, ଆମେ ମନୁଷ୍ୟ ଦୃଷ୍ଟିରେ ବା ନିଜ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ବିଚାର ନ କରୁ, ମାତ୍ର ଆମେ ଯେପରି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ବିବେଚିତ ହୋଇପାରିବା, ଏଥିନିମନ୍ତେ ସେହିପରି ନମ୍ରତା ଓ ଏକ ଭଗ୍ନଚୂର୍ଣ୍ଣ ଅନ୍ତଃକରଣର ମନୋଭାବ ଧାରଣ କରୁ, ତାହେଲେ ଆମେ ନିଜର ଦୋଷ ଦୁର୍ବଳତାକୁ ଦେଖିବା ନିମନ୍ତେ ସମର୍ଥ ହୋଇପାରିବା ଓ ଈଶ୍ୱରଙ୍କର ମହାନ ଦୟା ତଥା ଅନୁଗ୍ରହକୁ ହେଜ କରିପାରିବା ଓ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ତାହାଙ୍କୁ ଅନ୍ୱେଷଣ କରିପାରିବା। ଆଜି କାହିଁକି ଲୋକମାନେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ନାହିଁ? ଯେହେତୁ ସେମାନେ ନିଜର ପାପମୟ ଜୀବନ ନିମନ୍ତେ ଅନୁତପ୍ତ ନୁହନ୍ତି। ସେମାନେ ନିଜେ ନିଜକୁ ଜାଣନ୍ତି ନାହିଁ, ସେମାନେ ଈଶ୍ୱରଙ୍କୁ ବି ଜାଣନ୍ତି ନାହିଁ। ସେମାନେ ନିଜର ପାପ ବିଷୟରେ ସଚେତନ ନୁହନ୍ତି। ମନୁଷ୍ୟ କିପରି ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବ, ମନୁଷ୍ୟ କିପରି ଈଶ୍ୱରଙ୍କ ନିକଟକୁ ଯାଇପାରିବ, ସେ ବିଷୟରେ ସେମାନେ କେବେ ହେଲେ ଚିନ୍ତା କରନ୍ତି ନାହିଁ। ଆଉ ସେମାନେ ଭାବନ୍ତି ଯେ ସେମାନେ ହିଁ ଈଶ୍ୱର, ସେମାନଙ୍କ ମଧ୍ୟରେ ହିଁ ଈଶ୍ୱର ଅଛନ୍ତି। କିନ୍ତୁ ତାହା ଭୁଲ ଧାରଣା। ଈଶ୍ୱର ପବିତ୍ର, ସେ କେବେ ହେଲେ ଅପବିତ୍ର ମନୁଷ୍ୟ ମଧ୍ୟରେ ବାସ କରିପାରିବେ ନାହିଁ। ସେ କେବେ ହେଲେ ଅପବିତ୍ର ହୃଦୟ ମଧ୍ୟରେ ବାସ କରିପାରିବେ ନାହିଁ।
ମାତ୍ର ସେ ତାହାକୁ ପବିତ୍ର କରି ତହିଁରେ ବାସ କରିବା ପାଇଁ ଚାହାନ୍ତି। ପ୍ରିୟ ବନ୍ଧୁ, ସମୟ ଥାଉଁ ଥାଉଁ ସୁଯୋଗ ଥାଉଁ ଥାଉଁ ଆମେ ନିଜର ଜୀବନକୁ ସମୀକ୍ଷା କରିବା ଉଚିତ। ନିଜର ପାପମୟ ଜୀବନ ବିଷୟରେ ଆମେ ସଚେତନ ହେବା ଉଚିତ। ନିଜର ପାପ ନିମନ୍ତେ ଆମେ ଅନୁତପ୍ତ ହେବା ଉଚିତ ଏବଂ ସେ ଉଦ୍ଧାରକର୍ତ୍ତାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କ ନିକଟରେ ନିଜର ପାପ ସବୁକୁ ସ୍ୱୀକାର କରି ପାପରୁ ଉଦ୍ଧାର ପାଇ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହେବାକୁ ଚେଷ୍ଟା କରିବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।